ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡିଓରେ। ଦର୍ଶକ ବନ୍ଧୁ, ଆଜି ଆମେ ଭିଡିଓ ଜାଣିବା ଆପଣଙ୍କର ଯେଉଁ ସୁଭଦ୍ରା ପଇସା ଯେଉଁ ଆକାଉଣ୍ଟକୁ ଆପଣଙ୍କୁ ଆସିବାର ଅଛି, ଯାହାକି ଆପଣଙ୍କର ଡିବିଟି ଆକାଉଣ୍ଟ। ତ ଯାହାକି ଆପଣ କେମିତି ଜାଣିବେ କି ଆପଣଙ୍କର କୋଉ ଆକାଉଣ୍ଟକୁ ଟଙ୍କା ଆସିବ ଏବଂ ଆପଣଙ୍କର ସୁଭଦ୍ରା ଯୋଜନା ଟଙ୍କା ଆସିବାର ଅଛି ଡିବିଟି ଆକାଉଣ୍ଟ କ୍ରେଡିଟ ଆକାଉଣ୍ଟ ରହିଛି ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ରୂପେ ଷ୍ଟାଟସ୍ ଠିକ୍ ଅଛି କି ନାହିଁ ସେଟା ଆପଣ କେମିତି ଭାବେ ଚେକ୍ କରିପାରିବେ ନିଜ ମୋବାଇଲ ମାଧ୍ୟମରେ, ଯାହାକି ମୁଁ ଆପଣଙ୍କୁ ଏ ଭିଡିଓ ମାଧ୍ୟମରେ ଜଣାଇବା ପାଇଁ ଯାଉଛି। ତା ପୂର୍ବରୁ ଯଦି ଆପଣ ଏ ଭିଡିଓରେ ନୂଆ ଅଛନ୍ତି, ଭିଡିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ହିଁ ଭୁଲନ୍ତୁନି। ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନା ଟଙ୍କା କିମ୍ବା ଆପଣଙ୍କ ସରକାରଙ୍କ ତରଫରୁ ଯେକୌଣସି ଟଙ୍କା ଆପଣଙ୍କୁ ଆସେ, ଯାହାକି ଆପଣଙ୍କର ଡିବିଟି ଆକାଉଣ୍ଟକୁ ଆପଣଙ୍କୁ ଟଙ୍କା ଆସେ, କାହିଁକିନା ସରକାର ଆପଣଙ୍କୁ ଯାହା ବି ଟଙ୍କା ଦେଇଥାଏ ଯାହାକି ଡିବିଟି ମାଧ୍ୟମରେ ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତାକୁ ଆସେ। ତ ଡିବିଟି କ'ଣ ନା ଡିବିଟି ହେଉଛି ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର, ଯାହା ବି ଟଙ୍କା ଆପଣଙ୍କୁ ସରକାର ପଠାନ୍ତି ଡାଇରେକ୍ଟ ବ୍ୟାଙ୍କକୁ ହିଁ ଆପଣଙ୍କୁ ପଇସା ପଠାଇଥାନ୍ତି। କିନ୍ତୁ ସରକାର ଆପଣଙ୍କୁ ଡିବିଟି ଆକାଉଣ୍ଟ କରିବା ପୂର୍ବରୁ ଆପଣଙ୍କ ବ୍ୟାଙ୍କ ଖାତାରେ ଆପଣଙ୍କର ନିଜ ନିଜର ଇକେୱାଇସି ଯୋଉଟା ଅଛି ସେଇ ଇକେୱାଇସି ସମ୍ପୂର୍ଣ୍ଣ ରୂପେ କରିବାଟା ଆବଶ୍ୟକ ରହୁଛି ଏବଂ ଆପଣଙ୍କ ଡିବିଟି ସମ୍ପୂର୍ଣ୍ଣ ରୂପେ କ୍ଲିୟରେନ୍ସ ହେବା ଦରକାର। ଆପଣ କେମିତି ଭାବେ ଚେକ୍ କରିବେ ନିଜ ନିଜ ଖାତା ମାଧ୍ୟମରେ, ତ ଚାଲନ୍ତୁ ସେ ବିଷୟ ମୁଁ ଆପଣଙ୍କୁ ଜଣାଉଛି। ପ୍ରଥମେ ଆପଣ କ'ଣ କରିବେ ନା ନିଜ ନିଜର ଯେକୌଣସି ବ୍ରାଉଜରକୁ ଆପଣ ପଳେଇ ଯିବେ। ତ ସେଠି ଯାଇକି ଆପଣମାନେ NPCI ବୋଲି ଆପଣମାନେ ସର୍ଚ୍ଚ କରିବେ। ତ NPCI ସର୍ଚ୍ଚ କଲା ପରେ ଆପଣଙ୍କ ପ୍ରଥମ ଅପସନଟି ଯୋଉଟା ଆସୁଛି NPCI ବୋଲି, ସେ NPCI ରେ ଆପଣ ଏଠି କ୍ଲିକ୍ କରିବେ। ତାପରେ ଏମିତି ପେଜ ଆସିଲା ପରେ ଆପଣ କ'ଣ କରିବେ ନା ଆପଣଙ୍କର କଷ୍ଟମର ଉପରେ ଅଛି, ଦେଖନ୍ତୁ କଷ୍ଟମର ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ଭାରତ ଆଧାର ସିଡିଂ ଲେଖା ଅଛି, ଭାରତ ଆଧାର ସିଡିଂ ଉପରେ କ୍ଲିକ୍ କରିବେ। ତ କ୍ଲିକ୍ କରିସାରିଲା ପରେ ସେ ଟିକେ ଆପଣଙ୍କୁ ଲୋଡିଂ ନେବ। ଲୋଡିଂ ନେଲା ପରେ ଆପଣଙ୍କୁ ବାହାରି ଆସିବ, ତାର ଯେଉଁ ୱେବସାଇଟ୍ ଅଛି ସେ ୱେବସାଇଟ୍ ବାହାରି ଆସିବ। ତ ଏଠି ଆକାଉଣ୍ଟ ଡିଟେଲ୍ସ ଅଛି, ଆଧାର ମେପ ଷ୍ଟାଟସ୍ ଅଛି ଏବଂ ଆପଣଙ୍କର ଆଧାର ସିଡିଂ ଡିସିଡିଂ ଅଛି। ଏସବୁ ଜିନିଷ ଆପଣଙ୍କର ଲେଫ୍ଟ ସାଇଡରେ ଅଛି ଦେଖନ୍ତୁ। ତ ଯେହେତୁ ଆମର ଷ୍ଟାଟସ୍ ଚେକ୍ ଅଛି ଏବଂ ଡିବିଟ୍ ଚେକ୍ ଅଛି, ତେଣୁ ଏଇଠି ଆମେ ଆଧାର ମେପ ଷ୍ଟାଟସ୍ ଉପରେ କ୍ଲିକ୍ କରିବା ଏବଂ ଏଇଟା ଆପଣଙ୍କର ଆଧାର କାର୍ଡ ନମ୍ବର ଦେବେ। ମନେ ରଖିଥାନ୍ତୁ, ଆପଣଙ୍କର ଆଧାର କାର୍ଡ ନମ୍ବର ଦେବା ପୂର୍ବରୁ ଯଦି ବି ଆପଣଙ୍କର ଆଧାର କାର୍ଡ ନମ୍ବର ସହିତ ଆପଣଙ୍କ ମୋବାଇଲ ନମ୍ବର ଆଟାଚ୍ ଥିବ, ସେ ଆଟାଚ୍ ମୋବାଇଲ ନମ୍ବରଟି ଆପଣଙ୍କର ଗୋଟେ ଓଟିପି ଯିବ, ଯାହାକି ଆପଣ ସେ ଓଟିପି ଦେଇକି ଆପଣଙ୍କର ଷ୍ଟାଟସ୍ ଆପଣ ଏଲିଜିବଲ ଦେଖିପାରିବେ। ଦେଖନ୍ତୁ ମୁଁ ଭଲ ଭାବରେ ମୋର ଆଧାର କାର୍ଡ ନମ୍ବର ଦେଇଦେଉଛି। ମୋର ଆଧାର କାର୍ଡ ନମ୍ବର ଦେଇଛି ଏବଂ ଏଇଟା ଆପଣଙ୍କ କ୍ୟାପଚା କୋଡ୍ ଅଛି। ଏ କ୍ୟାପଚା କୋଡ୍ଟିକୁ ଆପଣ ଏଠି ଭଲ ଭାବରେ ଦେବେ, ଠିକ ଅଛି। ମନେ ରଖନ୍ତୁ ଭଲ ଭାବରେ ସମ୍ପୂର୍ଣ୍ଣ ରୂପେ ଯେମିତି ଭାବରେ କ୍ୟାପଚା କୋଡ୍ ଲେଖା ହେଇଛି ସେ କ୍ୟାପଚା କୋଡ୍ ସମ୍ପୂର୍ଣ୍ଣ ରୂପେ ଦେବ ଏବଂ ଚେକ୍ ଷ୍ଟାଟସ୍ ଉପରେ ଆପଣ ଏଠି କ୍ଲିକ୍ କରିବେ। ଚେକ୍ ଷ୍ଟାଟସ୍ ଉପରେ କ୍ଲିକ୍ କଲା ପରେ ଯେଉଁ ମୋବାଇଲ ନମ୍ବରଟି ଆପଣଙ୍କର ଲିଙ୍କ ହେଇଥିବ ଆଧାର କାର୍ଡରେ, ସେ ମୋବାଇଲ ନମ୍ବରକୁ ଆପଣଙ୍କୁ ଗୋଟେ ଓଟିପି ଆସିବ, ଠିକ ଅଛି। ଲୋଡିଂ ହେଉଛି, ଲୋଡିଂ ନେବା ସେଠି ଓଟିପି ଆପଣଙ୍କୁ ପଠାଇବ ଅଛି। ତ ଓଟିପି ଦେଲା ପରେ ଆପଣ ଓଟିପି ଦେଇଦେବେ। ସେ ଲେଖିଦେଲା କି ଆପଣଙ୍କର ଓଟିପି ଯୋଉଠି ଅଛି ସେ ଓଟିପି ଆପଣଙ୍କୁ ବସାଇବା ପାଇଁ ଏଠି ଆପଣ ଓଟିପି ଦେଇଦେବେ। ଏଇଠି ତାପରେ ଓଟିପି ଆସିଥିବ, ଆପଣ ଓଟିପି ଦେଇ ସାରିଲା ପରେ ଆପଣ ଏଠି କନଫର୍ମ ଉପରେ କ୍ଲିକ୍ କରିବେ। କନଫର୍ମ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଏଠି ଟୋଟାଲ ଡିଟେଲ୍ସ ବାହାରି ଆସିବ। ଆପଣଙ୍କ କୋଉଠି ଆପଣଙ୍କ ଡିବିଟ୍ ଲିଙ୍କ କୋଉଥିରେ ଅଛି ଏବଂ ଆପଣଙ୍କର ସବୁ ଜିନିଷ ଠିକଠାକ ଅଛି ନାହିଁ, ଏନେବୁଲ ଠିକଠାକ ଅଛି ନାହିଁ, ତ ସବୁ ଜିନିଷ ଆପଣ ଟୋଟାଲ ଡିଟେଲ୍ସ ଜାଣିପାରିବେ, ଠିକ ଅଛି। ଦେଖନ୍ତୁ ଏଇଠି ଆସିଲା ଗୋଟେ ଏଠି ଓକେ ମାରିଦେବେ। ଓକେ ମାରିସାରିଲା ପରେ ଆପଣମାନେ ଦେଖନ୍ତୁ ଏଇଟା ଆପଣଙ୍କର ବାହାରି ଆସିଲା, ଆଧାର କାର୍ଡ ନମ୍ବର ମୋର ଏଠି ବାହାରି ଆସିଲା ଏବଂ ଆପଣଙ୍କର ଡିବିଟ୍ ଠିକ ଭାବରେ ଅଛି କି ନାହିଁ ଏବଂ ଆପଣଙ୍କ ପୁରା କ୍ଲିୟର ଭାବେ ଦେଖାଇଦେଲା। ତାପରେ ବ୍ୟାଙ୍କରେ କୋଉ ବ୍ୟାଙ୍କରେ ମୋ ଡିବିଟ୍ ଅଛି, ଯୋଉ ବ୍ୟାଙ୍କରେ ମୋ ଡିବିଟ୍ ଅଛି ସେଇ ବ୍ୟାଙ୍କରେ ଟଙ୍କା ଆସିବ। ବ୍ୟାଙ୍କର ନେମ୍ ଦେଖାଉଛି, ଲାଷ୍ଟ କ୍ୟାପିଟାଲ ଆପଣଙ୍କର ଇଏସ୍ ଅଛି କି ନଅଛି ସେଟା ମଧ୍ୟ ଆପଣଙ୍କୁ ଦେଖାଇ ଦଉଛି। ଡେଟ୍ ଆପଣଙ୍କର କୋଉ ତାରିଖ ସେଟା ମଧ୍ୟ ଆପଣଙ୍କୁ ଦେଖାଉଛି। ଓଡି ଫ୍ଲାଗ ଆପଣଙ୍କର ଦେଖାଉଛି, ସବୁ ଡିଟେଲ୍ସ ଦେଖନ୍ତୁ ସୋ କରିଦଉଛି, ଠିକ ଅଛି। ତ ଏଇଭଳି ଭାବରେ ଆପଣ ନିଜ ମୋବାଇଲରେ ଆପଣ ଚେକ୍ କରିପାରିବେ, ଆପଣ ଜାଣିପାରିବେ କି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ କୋଉଥିରେ ଲିଙ୍କ ଅଛି। ତ ଆଶା କরি ଭିଡ଼ିଓଟି ଆପଣଙ୍କୁ ଆଜି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ୍ ଆଇକନକୁ ଅଲ୍ ସେଟ୍ କରିଦେବେ, କାହିଁକିନା ଆମେ ଯାହା କିଛି ନୂଆ ଇନଫର୍ମେସନ ଭିଡ଼ିଓ ପକଉଛୁ ଆପଣମାନଙ୍କ ଘରେ ପହଞ୍ଚି ପାରିବ। ଆଜି ରହୁଛି ଆଜ୍ଞା, ଧନ୍ୟବାଦ।